ଖଲିଗୁଡ଼ ରାଣୀ ତ ମୁଁ 40 ବର୍ଷ ହେଲା, ମୁଁ 30 ବର୍ଷ ହେଲା ତାଙ୍କ ପାଖରେ ମୁଁ ରହିଛି। ଆଉ ମୁଁ ଏ ଅଞ୍ଚଳର 30 ବର୍ଷ ହେଲା ତାଙ୍କ ପାଖରେ ମୁଁ ରହିଥିଲି। ସବୁ ସମୟରେ ତାଙ୍କ ପାଖରେ ମୁଁ ରହି ଆସୁଥିଲି। କିଛି ଦିନ ହେଲା ଏବେ ବି ମୁଁ ଯାଇଥିଲି ଚେନ୍ନାଇ, ମ୍ୟାଡ଼ାମଙ୍କୁ ଦେଖାଇ ଆସିଥିଲି। ସେ ବି ବହୁତ ସମୟ କଥା ହେଇକିରି ଖଲିଗୁଡ଼ କଥା ପଚାରୁଥିଲେ। ଆଉ ଖଲିଗୁଡ଼ ରାଣୀ ମା ଚାଲିଯିବା ପରେ ଆଜି ଖଲିଗୁଡ଼ ଶୀର୍ଣ୍ଣ ହେଇଯାଇଛି, ଅଶାନ୍ତିର ବାତାବରଣ ସୃଷ୍ଟି ହେଇଛି, ଶୋକାକୁଳ ପରିସ୍ଥିତି ହେଇଛି। ଆଉ ଆମେ ଶେଷ ପାଇଁ ମୁଁ ଆଉ କିଛି କହିପାରିନି, ଦୁଃଖ ଲାଗୁଛି ବହୁତ। ତାଙ୍କ ନିକଟରେ ମୁଁ ଥିଲି, ବେଶୀ ମୁଁ କିଛି କହିପାରିବିନି। ଖଲିଗୁଡ଼ ରାଣୀ ତ ମୁଁ 40 ବର୍ଷ ହେଲା, ମୁଁ 30 ବର୍ଷ ହେଲା ତାଙ୍କ ପାଖରେ ମୁଁ ରହିଛି। ଆଉ ମୁଁ ଏ ଅଞ୍ଚଳର 30 ବର୍ଷ ହେଲା ତାଙ୍କ ପାଖରେ ମୁଁ ରହିଥିଲି। ସବୁ ସମୟରେ ତାଙ୍କ ପାଖରେ ମୁଁ ରହି ଆସୁଥିଲି। କିଛି ଦିନ ହେଲା ଏବେ ବି ମୁଁ ଯାଇଥିଲି ଚେନ୍ନାଇ, ମ୍ୟାଡ଼ାମଙ୍କୁ ଦେଖାଇ ଆସିଥିଲି। ସେ ବି ବହୁତ ସମୟ କଥା ହେଇକିରି ଖଲିଗୁଡ଼ କଥା ପଚାରୁଥିଲେ। ଆଉ ଖଲିଗୁଡ଼ ରାଣୀ ମା ଚାଲିଯିବା ପରେ ଆଜି ଖଲିଗୁଡ଼ ଶୀର୍ଣ୍ଣ ହେଇଯାଇଛି, ଅଶାନ୍ତିର ବାତାବରଣ ସୃଷ୍ଟି ହେଇଛି, ଶୋକାକୁଳ ପରିସ୍ଥିତି ହେଇଛି। ଆଉ ଆମେ ଶେଷ ପାଇଁ ମୁଁ ଆଉ କିଛି କହିପାରିନି, ଦୁଃଖ ଲାଗୁଛି ବହୁତ। ତାଙ୍କ ନିକଟରେ ମୁଁ ଥିଲି, ବେଶୀ ମୁଁ କିଛି କହିପାରିବିନି।